ଆଜିର କିଛି ସୁନ୍ଦର ନୀତି ଶିକ୍ଷା। ଭାରତ ଯେତେବେଳେ ଆତ୍ମନିର୍ଭରଶୀଳ ଓ ଆତ୍ମବିଶ୍ୱାସ ସମ୍ପନ୍ନ ହେବ ଏବଂ ପ୍ରଲୋଭନ ଶୋଷଣର କବଳରେ ପଡ଼ିବାକୁ ଆଉ ସମ୍ଭାବନା ନଥିବ, ସେତେବେଳେ କୌଣସି ବୈଦେଶିକ ଶକ୍ତି ଭାରତକୁ କବଳିତ କରିପାରିବ ନାହିଁ। ଯାହାର ନିଜ ମାତୃଭାଷା ପ୍ରତି ଶ୍ରଦ୍ଧା ନାହିଁ, ତାର ନିଜ ଉପରେ ଶ୍ରଦ୍ଧା ନାହିଁ। ଉପାସନା, ବିନୟ, ଆତ୍ମଶୋଧନ, ଆତ୍ମ ସାକ୍ଷାତକାରର ପଥ। ଦେଶରେ କୋଟିପତିଙ୍କ ସଂଖ୍ୟା ଦେଖି ସମୃଦ୍ଧି କଳନା କରାଯିବା ଠିକ୍ ନୁହେଁ। ଜନସାଧାରଣ ଯଦି ଭୋକ ଉପାସରେ ସଢ଼ୁନଥାନ୍ତି, ତେବେ ସେଥିରୁ ଦେଶର ମହତ୍ତ୍ୱ ବୁଝାପଡ଼ିବ। ଅନ୍ୟକୁ ନିର୍ଯାତିତ କରିବା ଦ୍ୱାରା ଆନନ୍ଦ ମିଳେ ନାହିଁ। ଆନନ୍ଦ ମିଳେ ନିଜେ ସ୍ୱତଃପ୍ରବୃତ୍ତ ହୋଇ ନିର୍ଯାତନା ସହ୍ୟ କରିବା ଦ୍ୱାରା। ଅହିଂସା ମାମୁଲି ଉପାୟରେ ଲବ୍ଧ ହେବ ନାହିଁ। ଏହା ହୃଦୟର ଅମୂଲ୍ୟ ଗୁଣବିଶେଷ। ସାଧନା ଦ୍ୱାରା ଲବ୍ଧ ହୁଏ। ସତ୍ୟର ଉପାସନା ହିଁ ପ୍ରକୃତ ଭକ୍ତି। ସତ୍ୟ ହିଁ ଭଗବତ୍ ପ୍ରାପ୍ତିର ପଥ। ସତ୍ୟର ଯେ ଉପାସକ, ସେ ଭୟ ଜାଣେ ନାହିଁ, ପରାଜୟ ଜାଣେ ନାହିଁ। ଯେଉଁ ଜାତି ମୃତ୍ୟୁକୁ ବରଣମାଳା ଦେଇପାରେ, ସେ ଜାତି ହେଉଛି ଧନ୍ୟ। ଗରୁଡ଼ ପୁରାଣ ବର୍ଣ୍ଣନା ଅନୁସାରେ ଯେଉଁ ସ୍ତ୍ରୀ ନିଜ ସ୍ୱାମୀଙ୍କ ସହିତ କ୍ରୋଧରେ ପ୍ରଜ୍ୱଳିତ ହୋଇ କଥା ହୋଇଥାଏ, ତାହାର ସବୁ ବାର ବ୍ରତ ପୁଣ୍ୟ ସବୁ ନଷ୍ଟ ହୋଇଯାଇଥାଏ। ଆଜିର କିଛି ସୁନ୍ଦର ନୀତି ଶିକ୍ଷା। ଯାହାର ନିଜ ମାତୃଭାଷା ପ୍ରତି ଶ୍ରଦ୍ଧା ନାହିଁ, ତାର ନିଜ ଉପରେ ଶ୍ରଦ୍ଧା ନାହିଁ। ଆଧ୍ୟାତ୍ମିକ ବଳରେ ଭାରତ ସବୁ ଜୟ କରିପାରେ। ଅନ୍ୟକୁ ନିର୍ଯାତିତ କରିବା ଦ୍ୱାରା ଆନନ୍ଦ ମିଳେ ନାହିଁ। ଆନନ୍ଦ ମିଳେ ନିଜେ ସ୍ୱତଃପ୍ରବୃତ୍ତ ହୋଇ ନିର୍ଯାତନା ସହ୍ୟ କରିବା ଦ୍ୱାରା। ସତ୍ୟର ଉପାସନା ହିଁ ପ୍ରକୃତ ଭକ୍ତି। ସତ୍ୟ ହିଁ ଭଗବତ୍ ପ୍ରାପ୍ତିର ପଥ। ସତ୍ୟର ଯେ ଉପାସକ, ସେ ଭୟ ଜାଣେ ନାହିଁ, ପରାଜୟ ଜାଣେ ନାହିଁ। ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି, ସେମାନେ ଆପଣଙ୍କର ବଡ଼ ବଡ଼ ଭୁଲକୁ ବି କ୍ଷମା କରିଦିଅନ୍ତି। ଆଉ ଯେଉଁମାନେ ସମ୍ପର୍କ ରଖିବାକୁ ଚାହାନ୍ତି ନାହିଁ, ସେମାନେ ଆପଣଙ୍କର ଠିକ୍ କଥାରୁ ବି ଭୁଲ ବାହାର କରିଥାନ୍ତି। ପରିସ୍ଥିତି ହିଁ ଶିଖେଇଥାଏ ଆମକୁ ପ୍ରକୃତ ବାସ୍ତବତା ଜୀବନର। ନହେଲେ ପ୍ରତିଟି ସମ୍ପର୍କ ଗୋଟେ ଗୋଟେ ମାୟାଜାଲ। ଜୟ ଶ୍ରୀ ଜଗନ୍ନାଥ।